ଜାଣୁଛନ୍ତି ନା କେତେବେଳେ କ'ଣ ହେଉଥିଲା ଗୋଟେ ଅଭିଶାପ କେତେ ନଗଦ ସେଇ ଯାଉଛି ସବୁ ଧରା ପଡ଼ୁଛି ନା ପଡ଼ୁନି ତାର ସତ୍ୟ ଆଗମନ ହେଉନି। ମାତଙ୍ଗୀ ସାର୍ଥକ ଭବ ପୂଜା କରି ବହୁ ଅର୍ଗଳି କାଟିବେ ଅଷ୍ଟରତ୍ନ ମାନ କେହି ନୋଷିବେ ନଥିବେ ଆଉ ସଂସାରେ କାହିଁକି ନା ଯେଉଁଦିନ ସତ୍ୟ ପ୍ରକାଶ ହେବ ଆପଣ ଗୋଟେ ଜିନିଷ ପଡ଼ିଥିବ କେହି ଛୁଇଁବେନି ଯେଉଁଦିନ ଯାଚିକିରି କାହାର ବୋଲି କହିଦେବେ ସେଇଦିନ ଜାଣିବେ ଯେ ସତ୍ୟ ଆସିଲା। ଯଦି ସୁନା ମୁଣ୍ଡାଏ ପଡ଼ିଛି ହୀରା ମୁଣ୍ଡାଏ ପଡ଼ିଛି କିଏ ଦେଖିଲା ସିଏ ଆଉ ପକେଟରେ ପୁରେଇ ନେବନି, ସିଏ ଖୋଜିକିରି ଦେବ ଏ ଜିନିଷଟା କାହାର, ତେଣୁ ଜାଣିବେ ଯେ ସେଇଦିନ ସତ୍ୟ ପ୍ରକାଶ ହେଲା, ସତ୍ୟ ଆସିଲା। ଯେପର୍ଯ୍ୟନ୍ତ ଇଏ ମିଥ୍ୟାଚାରୀ ମାୟାରେ ଲୁଚେଇକି ରଖିଛି ସେଦିନଠୁ ଆଉ ସତ୍ୟ ନାହିଁ। ଯେତେବେଳେ ପାପ ଘୁଞ୍ଚିବ ସତ୍ୟ ପ୍ରକାଶ ହେବ, ଲୋକ ଯାଚିକିରି ଦେବେ ବାପାରେ ଜିନିଷଟା କାହାର ନିଅ। ତେଣୁ ଗୋପ୍ୟ ହେବ ସର୍ବ ଯେତେ ଧନ ଦେବ ମହାଦୁର୍ଦଶା ଅଛି 7 ଦିନ 7 ରାତି ଜନ ଜଳ ଲୋଡ଼ି ନ ପାଇବେ କିଛି। 7 ଦିନ 7 ରାତି ଲୋକ ଖାଇବାକୁ ପାଇବେନି। ବଡ଼ ଦେଉଳ ବନ୍ଦ ହୋଇଯିବ ଆଜ୍ଞା ନୀତି। ବଡ଼ ଦେଉଳରେ 7 ଦିନ ନୀତି ମଧ୍ୟ ହେବ ନାହିଁ। କାହିଁକି ନା ଗ୍ରାମ ଭାଙ୍ଗିଯିବ, ରାଜ୍ୟ ଭାଙ୍ଗିଯିବ, ଦେଶ ଭାଙ୍ଗିଯିବ, ପୁଣି ଗ୍ରାମେ 2-4 ଜଣ ଲୋକ ଥିବେ ଉଚ୍ଚାରି ମହିମା ନ ଯିବନି ପ୍ରଭୁଙ୍କ ନାମ ଧରିଥିବେ ସେଇମାନେ ହିଁ କେବଳ ରହିବେ। ଧର୍ମେ ଯେତେ ଯିବ ଧର୍ମ ସାହେବ ଘଣ୍ଟ ଗୋଡ଼ାଇ ରଖିବ, ମହାଦୁର୍ଦଶା ପଡ଼ିବ ଆଗକୁ ଧନ ଆଉ ନ ମିଳିବ। ଏଇଟା ଆଜ୍ଞା 28ର ଅଠା କାଠି 27 ପରେ 28ର ଅଠା କାଠି ପଡ଼ିବ ସମ୍ପୂର୍ଣ୍ଣ। ଏ 27ଟାରୁ ଆପଣଙ୍କର ସବୁ ବୀର୍ଯ୍ୟ ହରଣ ହୋଇଯିବ। କାହିଁକି ନା ଅନନ୍ତ ବୀର୍ଯ୍ୟ ହରଣ କରିନେବେ। ଗୋଟିଏ ଘାସ ଗଛ ମଧ୍ୟ ଉଠିବ ନାହିଁ, ଆଉ ଫସଲ କ'ଣ ହେବ? ଜ୍ୟୋତିଷ ବିଦ୍ୟା ନଷ୍ଟ ହୋଇଯିବ, ଜ୍ଞାନୀମାନେ ବଣା ହେବେ, ଯେଉଁମାନେ କରୁଛନ୍ତି ତନ୍ତ୍ର ମନ୍ତ୍ର ଯନ୍ତ୍ର କାହାରି କାମ କରିବନି କିଛି, ସବୁ ବଣା ହେଇଯିବେ। କାହିଁକି ନା ଅନନ୍ତ ବୀର୍ଯ୍ୟ ହରଣ କରିନେବେ। ଅନନ୍ତଙ୍କ ପାଖରେ ହେଉଛି ବୀର୍ଯ୍ୟ। ତେଣୁ ପ୍ରଭୁ କହିଲେ ବିଶ୍ୱରେ ନିୟତ ନିଘଣ୍ଟ ଯାଇ ରହିବ ସେ ସବୁ ଜାଣ, ସେବେଳରେ କେତେ ଜଳ ଘେରିଥିବ ଚିତା ଚିତଳ ଚହୀନ। ଯେଉଁଠି ଚିତା ଚିତଳ ସେଇବେଳେ ଭେଟ ହେବେ। କାହିଁକି ନା ହୀରା ପାରା ଏକାଠି ହେବେ, ହୀରାକୁଦୁ ଆଉ ପାରାଦୀପ। ଯେଉଁଦିନ ଚିତା ଚିତଳ ଏକାଠି ହେବେ ସେଇଦିନ ହିଁ ପ୍ରଭୁ ଛାଡ଼ିବେ ଆସନ। ଏବେ ନଗଦ ଛତିଆରେ ଖେଳ ହେବ, ହଣାକୁଟା ହେଇନି, ହେବ ଛତିଆରେ ଲାଗିଲେ ତାପରେ ସାରା ଦେଶକୁ ଲାଗିବ, ଘରେ ଘରେ ହଣାକୁଟା ହେବ। ସମୟ ଖୁବ୍ ନିକଟ। ତେଣୁ ବଉଳା କିମ୍ର ଚିତା ଚିତଳ ଭେଟ ହୋଇ ବେଟି ସେଇ ଚିତଳ କଣ୍ଟାରେ କବାଟ ତିଆରି ହେବେ। କାହିଁକି ନା ବିରଜାଙ୍କର ଦୁଆର କବାଟ ହେବ, ସେ କଣ୍ଟା ଚାବିରେ ସାରଳାଙ୍କର କଂସାର କବାଟ ଖୋଲିବ, ସେ ଚାବିରେ ନଳି ଗୁମ୍ଫା ଶୁଳି ଗୁମ୍ଫା ତାର କବାଟ ହେବ। ତେଣୁ ଯେତେବେଳେ ପ୍ରଭୁ ଜାଣିବେ ଯେ ଚାରିଦିଗ ଯାକ ସମୁଦ୍ର ଲହଡ଼ି ଅଧେ ଅଧେ ଯିବ ମାଡ଼ି, କୁହୁଡ଼ି ପରାଏ ତାରାଗଣ ସବୁ ଶୂନ୍ୟରୁ ପଡ଼ିବେ ଝଡ଼ି। ତାରାମାନେ ବି ଆକାଶରେ ରହିବେନି ସେ ବେଳରେ, ସେମାନେ ମଧ୍ୟ ଶୂନ୍ୟରୁ ଖସି ଆସିବେ। ସପ୍ତଋଷିମାନେ ଖସିବେ, ଧ୍ରୁବମଣ୍ଡଳ ଉତ୍ତରରେ ଦେଖାଯିବ ସେ ସମୟରେ। ଅବିକା ଧ୍ରୁବମଣ୍ଡଳ କେଉଁଠି ପଡ଼ୁଛି? ସପ୍ତର୍ଷି ମଣ୍ଡଳ। ଯେବେ ସପ୍ତର୍ଷି ମଣ୍ଡଳ ଦକ୍ଷିଣ ପଡ଼ିବ ଦେଖିବ ଘୋର କଳି ଆସିଲା ଠିକ୍ ବେଳ। କାହିଁକି ନା ବିନାଶର ବେଳ ଆଇଲା। ଅବିକା ଧ୍ରୁବମଣ୍ଡଳ ସପ୍ତର୍ଷି ମଣ୍ଡଳ କେଉଁଠି ପଡ଼ୁଛି? ଉତ୍ତରରେ ପଡ଼ୁଛି? ନାଇଁ ଆଜ୍ଞା, ଦେଖିବେ ଆଉ ଦକ୍ଷିଣକୁ ମୋଡ଼ କଲାଣି। କାହିଁକି? ଯେବେ ଦକ୍ଷିଣକୁ ସପ୍ତର୍ଷି ମଣ୍ଡଳ ପଡ଼ିବ ଟିଜ ହିଁ ଘୋର କଳିକାଳ, ସେବେଳେ ଦେଶକୁ ବିପଦ ତହିଁ। ଅଜ୍ଞା ଆଉ ସପ୍ତର୍ଷି ମଣ୍ଡଳ ଏପଟେ ନାହିଁ, ଅଜ୍ଞା ଆସିଲାଣି। ଆପଣ ଦେଖିବେ ସନ୍ଧ୍ୟାବେଳେ କେଉଁ ପଟେ ସପ୍ତର୍ଷି ମଣ୍ଡଳ ଆସିଲାଣି। ତେଣୁ ପୁଣି କହିଲେ 2 ବିନ୍ଦୁ ଋତୁ କାହାରି ଯୋଡ଼ିଏ ପ୍ରଥମରେ ରହିଥିବ, ହରିଭାବ ରସ କେହି ନ ଜାଣିବେ, କର୍ମକାଣ୍ଡ ଲୀନ ହେବ। ଆଜ୍ଞା କାହାରି କର୍ମକାଣ୍ଡ ମଧ୍ୟ ରହିବନି ସେ ବେଳରେ। ଦିଅ ଦେବତା ଅପୂଜା ରହିବେ, କେହି ମିଳିବେ ନାହିଁ, ସବୁ ଚାଲି ଯାଇଥିବେ, କିଛି ନଥିବ। ପ୍ରଭୁ ସେଇଠି କହିଲେ ଏହି ବରଷରେ ଓଲଟ ପାଲଟ ଭାବେ ମନ ବଦଳିବ, ସିଂହରେ ସିଂହ କାସୁତ ରହିଥିବ ମହାମଳକ ପଡ଼ିବ। ସିଂହ କାସୁତ କିଏ? ରାହୁ ଗ୍ରାସ କରିବ ସେଇ ସମୟରେ, ଯାହାକି ଆଉ ମଣିଷ ଖାଇବାକୁ ପାଇବେ ନାହିଁ। ମହାଦୁର୍ଭିକ୍ଷ ଯେ ଘଟିବ, ସେବେଳେ ଖାଦ୍ୟ ଶସ୍ୟ ନ ମିଳିବ। ଏଇ ବର୍ଷ ଓଲଟ ପାଲଟ ଭାବ ତେବେ ଯାଇ ବଦଳିବ। କାହିଁକି ନା 5 ଗ୍ରହ ଏକ ରାଶିରେ ରହିବେ, କମ୍ପି ଉଠିବ ମେଦିନୀ, ସ୍ଥାନେ ସ୍ଥାନେ ଭୂମିକମ୍ପ ହେବ, ବହିଯିବ ହେମପୁରୀ। ଭୂମିକମ୍ପ କେଉଁଠି ହେବ? ଓଡ଼ିଶାକୁ ଭୂମିକମ୍ପ ଅଛି ଖୁବ୍ ନିକଟରେ। ମଞ୍ଚେଶ୍ୱର ଗଡ଼ ଖାଇ
ନରାଜ ନେଇ ସେଇଠାରୁ ଭୂମିକମ୍ପ ଫାଟିବ ତ ହିଁ ଆପଣଙ୍କ ମଞ୍ଚେଶ୍ୱର ନରାଜ ନେଇ ଭୂମିକମ୍ପ ହିଁ ଫାଟିବ। ତାପରେ 6 ଜିଲ୍ଲାକୁ ଭସେଇବ। ଓଡ଼ିଶାକୁ ଅଛି, ପୂର୍ବ ଓଡ଼ିଶାକୁ ଭୂମିକମ୍ପ ଅଛି ଆଜ୍ଞା, ଖୁବ୍ ନିକଟ। ତେଣୁ କହିଲେ 7 ଗ୍ରାମ ମିଶି 1 ଗ୍ରାମ ହେବ। ଶୁଣ ଆରେ ବାବୁ ମନ ଦେଇ ଅଥିବ ଅନ୍ୟାୟ ପ୍ରାଣୀ ଯେ କରିବେ ଏଣୁ ଯେ ହୋଇବ ଲୀନ। କାହିଁକି ନା ଇଏ ମଣିଷମାନଙ୍କ ପାଇଁ ହେଉଛି, କାହା ପାଇଁ ନୁହେଁ। ଇଏ ମଣିଷ ହିଁ ନିଜେ କରାଉଛି। ଇଏ ମଣିଷ ହାତରେ ମଣିଷ ମରୁଛି। ଅବିକା କାହା ହାତରେ ମରୁଛି କି ଆଜ୍ଞା? ଅବିକା ଖେଳ ହେଇନି, ମାତ୍ର ଟେଲର ଚାଲିଛି, ପ୍ରାକ୍ଟିକାଲ ଆସିନି, ଘରେ ଘରେ ହେବ। ଅବିକା ଟେଲର ଚାଲିଛି ସବୁଆଡ଼େ। ତେଣୁ କହିଲେ କମ୍ପିବ ଧରଣୀ ଅଦଭୂତ ପୁଣି ଫନ୍ଦାବୃତ୍ତି ବୁଡ଼ିଯିବ, ଫାଟିବ ଧରଣୀ ହୋଇ ବଟି ପାଣି, କୈଳାସ ପର୍ବତ ନଥିବ। କୈଳାସ ପର୍ବତ ମଧ୍ୟ ମିଳେଇଯିବ, ସେ ବି ରହିବ ନାହିଁ। ଘଡ଼ଘଡ଼ି ଶବ୍ଦ ପୃଥ୍ୱୀ କମ୍ପମାନ ହେବ, ଥୟ ସେହି ନ ହୋଇବ। ଦିବସରେ ତାରାମାନ ଆକାଶରେ ଦୃଶ୍ୟମାନ ହେବ। ତ ଦିବସରେ ତାରା ଦେଖିବେ, ସେତେବେଳେ ଚନ୍ଦ୍ର ସୂର୍ଯ୍ୟ ଗ୍ରହଣ ଗୋଟାଏ ବର୍ଷରେ 4 ଥର ପଡ଼ିବ। ସେହିବେଳେ ଉତ୍ତାପ ଲାଗି ଘୋଟିବ, ଅପଡ଼ା ଭୂଇଁ ହେବ, ସବୁ ଜଳି ଯାଇଥିବ। 7 ବାର ହିଙ୍ଗୁଳା ବୁଲିବେ ସେଇ ସମୟରେ ଆଜ୍ଞା। 27 ମସିହା 28ରେ ଅଠା କାଠି, 29ରେ ପ୍ରଭୁ କଳ୍କି ଅବତାର ହେବେ। ତେଣୁ ମେଘ ଘୋଟାଇଲା ପରି କୁହୁଡ଼ି ମାନ ଘେରି କରି ରହିବ। ସେହିବେଳେ ଏକ ଏକ ପର୍ବତରୁ ଅଗ୍ନି ବାହାର ହେବ ଆଜ୍ଞା। ସେହି ସମୟରେ ପ୍ରତ୍ୟେକ ପର୍ବତରୁ ଅଗ୍ନି ସବୁ ବାହାରିବ, ସବୁ ଜଳିଯିବ। ଫୁଟିବ ନାହିଁ କମଳ, ଶୁଷ୍କ ହେବ ନଦୀ, ଗାଡ଼ିଆ ମାନ ସବୁ ଫାଟି ପଡ଼ିଥିବ, ଶୁଷ୍କ ପଡ଼ିଥିବ। ସେ ବେଳକୁ ଚାହିଁଥିବୁ ମାଟି ଫାଟିଯିବ, ପାଣି ବି ନଥିବ। ହାହାକାର ହିଁ ଲୋକ ମରିବେ, ପାଣି କେଉଁଠୁ ଆସିବ? ଏଇଠି ଗୋଟିଏ ଜିନିଷ ରହିଲା କ'ଣ ନା ଦିବ୍ୟ ସିଂହଙ୍କର 66 ଅଙ୍କ ଭୋଗ କରାଇବ ଯହିଁ, 67 ଅଙ୍କେ ହୋଇବ ଏସବୁ ପ୍ରମାଣ ପାଇବ ତହିଁ। କାହିଁକି ନା 64 ଅଙ୍କ 65 66 ଗୁପ୍ତ ରଖିଲେ, କାହିଁ ଖୋଲା ହେଲା ନାହିଁ? 67 68 ଅଙ୍କ କାହିଁ ଆସିଲା? ଗୁପ୍ତ 3 ଅଙ୍କ କୁଆଡ଼େ ଗଲା? ତେଣୁ ଅନନ୍ତଙ୍କର ଖେଳ ଚାଲିଛି, 16 ଅଙ୍କର ଗୁପ୍ତ ଖେଳ। ଯେଉଁମାନେ ପ୍ରକୃତ ମାଳିକା ସାଧନା କରୁଥିଲେ ସେଇମାନେ ହିଁ ଜାଣିବେ। ଆଜିକାଲି ଏ ମାଳିକା ଯେଉଁମାନେ କହନ୍ତି ଆମେ ଫାଙ୍କି ଦେବୁ, ସେ ମାଳିକା ମିଥ୍ୟା କହିଦେବୁ। କାହିଁକିନା ତର୍ଜନା ଜାଣିନାହାନ୍ତି ଅଙ୍କ ହିସାବ। କାହିଁକି 64ରୁ 65 66 ଗଲା କୁଆଡ଼େ ସେ ଅଙ୍କ? ଗୁପ୍ତ କାହିଁ ହେଲା? 67 68 ଅଙ୍କ କାହିଁ ଚାଲିଲା ଦିବ୍ୟଶଙ୍କର? ପଣ୍ଡିତମାନେ ମଧ୍ୟ ବଣା ହେଇଯିବେ। ଆପଣ ଶୁଣିଛନ୍ତି ନା ଦିବ୍ୟଶଙ୍କର କୋମୁକ ଚାଲିଛି? ତାହେଲେ 65 66 କାହିଁ ଗୁପ୍ତ ହେଲା? ତେଣୁ କହିଲେ ପିତା ପୁତ୍ର ଭେଟ ହୋଇବେ ସେବେଳେ, 68 ବେଳ ଯାଇ, ଯୁଗାବ୍ଦ ଖ୍ରୀଷ୍ଟାବ୍ଦ ସନ ଗୁପ୍ତ କରି ରଖିଲେ ସେଇ ଲୁଚାଇ। ତେଣୁ ଇଏ ଅଙ୍କକୁ ଗୁପ୍ତ ରଖିଲେ। କହିଲା 22 ପାହାଚ ସମ୍ପୂର୍ଣ୍ଣ ହୋଇବ ଛତିଆ ବଟରେ ଯାଇ, 4 ପାଖକୁ ଦ୍ୱାର ଖୋଲିବ, 4 ଦ୍ୱାର ହେବ ଯହିଁ। ସକଳ ମୁନିକ ବାସସ୍ଥାନ ରହିଛି ଗୁପତରେ, ଛତିଆ ଶ୍ରୀକ୍ଷେତ୍ର ହୋଇବ ହେତୁ ରଖିତା ବାରେ। ଛତିଆ ଶ୍ରୀକ୍ଷେତ୍ର ହେବ। ଜୟ ଜଗନ୍ନାଥ, ଜୟ ବାସୁଦେବ।